ପଞ୍ଚୁପାଣ୍ଡବ ହେଉଛନ୍ତି ଏକ ଆତ୍ମା। ବ୍ୟାସ ସରୋବରରୁ ଦୁର୍ଯ୍ୟୋଧନ ଯେତେବେଳେ ବାହାରିଲା ସେତେବେଳେ ସେ ଭୀମସେନକୁ ଭୟ କରି କହିଲା, ମୁଁ ଗୋଟାଏ ରାଜା, ଏଣୁ ମୁଁ ଏକ ରାଜା ସହିତ ଯୁଦ୍ଧ କରିବି। ପ୍ରଭୁ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନର କପଟତାକୁ ବୁଝିପାରି କହିଲେ, ଆମ୍ଭମାନଙ୍କର ରାଜା ହେଉଛନ୍ତି ଭୀମସେନ। ଦୁର୍ଯ୍ୟୋଧନ କହିଲା, ରାଜା ସମସ୍ତଙ୍କର ମାନ୍ୟ, ତୁମେ ସମସ୍ତେ ଭୀମକୁ ପ୍ରଣାମ କର। ସମସ୍ତେ ପ୍ରଣାମ କଲେ। ବଡ଼ ଭାଇ ଯୁଧିଷ୍ଠିର ସ୍ୱୟଂ ଭଗବାନ କୃଷ୍ଣ ଭୀମକୁ ପ୍ରଣାମ କଲା ପରେ ମଧ୍ୟ ଭୀମର କିଛି କ୍ଷତି ହୋଇନଥିଲା କିପରି? ଏହା ଦେଖି ଦୁର୍ଯ୍ୟୋଧନ ଆଶ୍ଚର୍ଯ୍ୟଚକିତ ହେଲା ଓ ବାଧ୍ୟ ହୋଇ ଭୀମସେନ ସହିତ ଯୁଦ୍ଧ କରି ତା ହସ୍ତରେ ମଲା। କୃଷ୍ଣ ଓ ଯୁଧିଷ୍ଠିରଙ୍କର ପ୍ରଣାମରେ ଭୀମସେନଙ୍କର କିଛି କ୍ଷତି ନ ହେବାର କାରଣ କ'ଣ, ସେ କଥା ଆଜି ଆସନ୍ତୁ ଜାଣିବା ଆମ ଚ୍ୟାନେଲ ମାଧ୍ୟମରେ। ଆଜ୍ଞା, ଭୀମ ଯେତେବେଳେ ସିଂହରଡ଼ି ଦେଲା ସେତେବେଳେ ବ୍ୟାସ ଋଷି ସ୍ୱର୍ଗପୁରରେ ଚିତା ବିଷ୍ଣୁ ପୋଥି ପାଠ କରୁଥିଲେ। ଭୀମ ପାଦ ତଳରେ କୃଷ୍ଣ ଓ ଚାରି ଭାଇ ଯେତେବେଳେ ପ୍ରଣାମ କଲେ ସେତେବେଳେ ଭୀମ ପୂର୍ବରୁ ଯେଉଁ ସିଂହରଡ଼ି ଦେଇଥିଲା ତାକୁ ସହ୍ୟ କରି ନପାରି ବ୍ୟାସ ସେହି ପୋଥିକୁ ହାତରୁ ଭୟରେ ପକାଇ ଦେଇଥିଲେ ଓ ସେ ଚାରିଜଣ ଭୀମକୁ ପ୍ରଣାମ କରୁଥିବା ସମୟରେ ଭୀମସେନଙ୍କ କାନ୍ଧରେ ସେ ପୋଥି ଆସି ପଡ଼ିଥିଲା। ତେଣୁ ଯୁଧିଷ୍ଠିର ଓ କୃଷ୍ଣଙ୍କ ପ୍ରଣାମରେ ଭୀମସେନଙ୍କର କୌଣସି କ୍ଷତି ହୋଇନଥିଲା, ସେ ଚିତା ବିଷ୍ଣୁ ପୋଥି ପାଇଁ ବୋଲି। ଆଜ୍ଞା, ଏହା ହେଉଛି ମହାଭାରତର ଏକ ସୁନ୍ଦର କାହାଣୀ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ତେବେ ଲାଇକ୍ କରି ସେୟାର କରିବାକୁ ଭୁଲନ୍ତୁ ନାହିଁ।